ଭାବନ୍ତୁ ଆମ ଦେଶର ଏମିତି ଏକ ରାଜ୍ୟ ଯେଉଁଠି ସମୁଦ୍ର ଟଙ୍କା କମାଏ ଆଉ ପାହାଡ଼ ଓ ଜଙ୍ଗଲ ସେହି ଟଙ୍କାର ଦାମ ସୁଝିଥାନ୍ତି। ୱେଲକମ୍ ଟୁ ଇଣ୍ଡିଆନ୍ ଷ୍ଟେଟ୍ ଓଡ଼ିଶା। ଗୋଟେ ପଟେ ସାଇନି ପୋର୍ଟସ୍, ସିଟିଜ୍ ଓ ପାୱାର ରହିଛି, ଅନ୍ୟପଟେ ମିନେରାଲ୍ସ, ଫରେଷ୍ଟ ଓ ସାଇଲେନ୍ସ ଅଛି। ତ ଆଜିର ପ୍ରଶ୍ନ ରହିଛି ବହୁତ ଇଜି। ଯଦି ଲ୍ୟାଣ୍ଡଲକ୍ଡ ଓଡ଼ିଶା ରିସୋର୍ସ ରିଚ୍ ଅଛି, ତାହେଲେ କଣ୍ଟ୍ରୋଲ ଆଉ ଡେଭଲପମେଣ୍ଟ କେବଳ କୋଷ୍ଟାଲ ଓଡ଼ିଶାରେ କାହିଁକି? ତ ଆଜିର ଏହି ଭିଡ଼ିଓ ରହିଛି ଖାସ୍ ଏହି ଟପିକକୁ ନେଇ, କୋଷ୍ଟାଲ ଓଡ଼ିଶା ଭର୍ସେସ୍ ଲ୍ୟାଣ୍ଡଲକ୍ଡ ଓଡ଼ିଶା। ତ ଏହି ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ। ଭଲ ଲାଗିଲେ ଲାଇକ୍ କରିବେ, ଖରାପ ଲାଗିଲେ ଡିସଲାଇକ୍ ବି କରିପାରିବେ। ପ୍ରଥମେ ଆମେ ବେସିକ୍ ପାର୍ଟରୁ ବୁଝିବା, ଯେମିତିକି ଜିଓଗ୍ରାଫି। ତ ଫାଷ୍ଟ ବୁଝିବା କୋଷ୍ଟାଲ ଓଡ଼ିଶା କ'ଣ। କୋଷ୍ଟାଲ ଓଡ଼ିଶା ହେଉଛି ଫର୍ଟାଇଲ୍ ହେକ୍ସାଡେଲାଟିକ୍ ପ୍ଲେନ୍, ଯାହା 6ଟା ନଦୀକୁ ନେଇ ଗଠିତ, ଯେଉଁଠି 6ଟି ନଦୀ ଆସି ସମୁଦ୍ର ସହ ମିଶିଛି। ଓଡ଼ିଶାର 6ଟି ଡିଷ୍ଟ୍ରିକ୍ଟ ଏହି ଫର୍ମକୁ ତିଆରି କରନ୍ତି। ଏହା ଟୁରିଜିମରେ ବହୁତ ଅଗ୍ରଗତି କରିଛି, କାରଣ ଏଠାରେ ଅଛି ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସହ ପୁରୀ ଚନ୍ଦ୍ରଭାଗା ବେଳାଭୂମି। ଓଡ଼ିଶା କୋଷ୍ଟର ନାମ ହେଉଛି ଉତ୍କଳ। ଭାରତର ଜାତୀୟ ସଙ୍ଗୀତରେ ଆପଣ ଏହି ନାମ ଶୁଣିବାକୁ ପାଇବେ। ଏହାକୁ କୁହନ୍ତି ଦ ଗିଫ୍ଟ ଅଫ୍ 6 ରିଭର୍ସ। ସେହି ନଦୀ ହେଉଛି ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଋଷିକୁଲ୍ୟା। ଏବେ ଚାଲନ୍ତୁ ଯିବା ଲ୍ୟାଣ୍ଡଲକ୍ଡ ଓଡ଼ିଶା ପାଖକୁ, ଯାହାକୁ ଦ ଇଣ୍ଟେରିୟର ୱାର୍ଲଡ କୁହାଯାଏ। ଲ୍ୟାଣ୍ଡଲକ୍ଡ ଓଡ଼ିଶାରେ ଆସେ ଓଡ଼ିଶାର ପଶ୍ଚିମ ଓ ଉତ୍ତର ଭାଗ। ଏଠାରେ ଆୟତନ ଦୃଷ୍ଟିରୁ ଓଡ଼ିଶାର ସବୁଠୁ ବଡ଼ ଜିଲ୍ଲା ରହିଛି, ଯାହାକି ମୟୂରଭଞ୍ଜ ଜିଲ୍ଲା। ଏହି ଜିଲ୍ଲାର ଏରିଆ ରହିଛି 10,418 ବର୍ଗ କିଲୋମିଟର। ଏହା ବାଦ ଅନ୍ୟ ମୁଖ୍ୟ ଜିଲ୍ଲା ହେଲେ କେଉଁଝର, ସୁନ୍ଦରଗଡ଼, କଳାହାଣ୍ଡି ଓ ବଲାଙ୍ଗୀର। ଲ୍ୟାଣ୍ଡଲକ୍ଡ ଓଡ଼ିଶା ହେଉଛି ସମ୍ପୂର୍ଣ୍ଣ ଓଡ଼ିଶାର 4 ଭାଗରୁ 3 ଭାଗ, କାରଣ ଏଥିରେ ଉତ୍ତର ଓ ପଶ୍ଚିମ ଭାଗ ଯାଉଛି। ତ ଭିଡ଼ିଓ ଆଗକୁ ଦେଖିବା ଆଗରୁ ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ, ଆପଣ କେଉଁ ଏରିଆରୁ ଏହି ଭିଡ଼ିଓକୁ ଦେଖୁଛନ୍ତି, କୋଷ୍ଟାଲ ଓଡ଼ିଶାରୁ ନା ଲ୍ୟାଣ୍ଡଲକ୍ଡ ଓଡ଼ିଶାରୁ। ମ୍ୟାପ୍ରୁ ରିଆଲିଟି ଯାଏ ଓଡ଼ିଶା ରାଜ୍ୟରେ ରହିଛି 480 କିଲୋମିଟର ବ୍ୟାପ୍ତ କୋଷ୍ଟ ଲାଇନ୍। ଏଥିରେ ମାତ୍ର 6ଟି ଜିଲ୍ଲା କୋଷ୍ଟାଲରେ ଆସୁଛି, ଅନ୍ୟ 24ଟି ଜିଲ୍ଲା ଲ୍ୟାଣ୍ଡଲକ୍ଡ ଓଡ଼ିଶାରେ ଯାଏ। ହେଲେ ଜିଓଗ୍ରାଫି କେବଳ ମ୍ୟାପ୍ ନୁହେଁ, ଜିଓଗ୍ରାଫି ଇଜ୍ ଇକ୍ୱାଲ୍ ଟୁ ଅପରଚ୍ୟୁନିଟି, ଆକ୍ସେସ୍ ଆଣ୍ଡ ପାୱାର। ହିଷ୍ଟ୍ରିକୁ ଯାଇ ଥରେ ଦେଖନ୍ତୁ, ଯେଉଁଠି ସି ଆକ୍ସେସ୍ ମିଳିଲା ସେଠି ଟ୍ରେଡ୍ ଡେଭଲପ୍ ହେଲା, ଆଉ ସେହି ସ୍ଥାନ ହିଁ ସିଟି କିମ୍ବା କ୍ୟାପିଟାଲ ହୁଏ। ଆଉ ଓଡ଼ିଶା ମଧ୍ୟ ଏହି ନୀତିରେ ଆଗେଇଛି। କୋଷ୍ଟାଲ ଓଡ଼ିଶା, ଯାହାକି ମନିର ଏଣ୍ଟ୍ରି ଗେଟ୍। ବାଲେଶ୍ୱରରୁ ଗଞ୍ଜାମ ଯାଏଁ ଲମ୍ବିଥିବା କୋଷ୍ଟାଲ ବେଲ୍ଟ ଓଡ଼ିଶାର ଇକୋନୋମିକ୍ ଗେଟ୍ ଅଟେ। ପାରାଦୀପ ପୋର୍ଟ ଓଡ଼ିଶାର ଫାଇନାନ୍ସିଆଲ ପିଲର। କ୍ରୁଡ୍ ଅଏଲ୍ ଏକ୍ସପୋର୍ଟ, ପେଟ୍ରୋଲ ଇମ୍ପୋର୍ଟ, କୋଲ୍, ଫର୍ଟିଲାଇଜର, ଷ୍ଟିଲ୍ ଇଣ୍ଟରନ୍ୟାସନାଲ ଟ୍ରେଡ୍ର ମେଜରିଟି ଏହିଠାରୁ ଜଣାପଡ଼େ। ମାନେ ଗ୍ଲୋବାଲ ଟ୍ରେଡ୍ର ମେଜରିଟି ଭାଗ ହେଉଛି ପାରାଦୀପ ବନ୍ଦର। ସରଳ ଭାଷାରେ କହିଲେ, ଓଡ଼ିଶାକୁ ଟଙ୍କା ଏହି ସମୁଦ୍ର ରାସ୍ତାରେ ଆସେ, ଆଉ ଯେଉଁଠୁ ଟଙ୍କା ଆସେ କଣ୍ଟ୍ରୋଲ ବି ତାରି ପାଖରେ ହିଁ ଥାଏ। ମିନେରାଲ ରିଚେଷ୍ଟ ଡିଷ୍ଟ୍ରିକ୍ଟ, ଲ୍ୟାଣ୍ଡଲେସ୍ ପାୱାର। ସୁନ୍ଦରଗଡ଼ ଆଇରନ୍ ଓର୍, କେଉଁଝର ମାଙ୍ଗାନିଜ, ଅନୁଗୁଳ କୋଲ୍ ଏବଂ କୋରାପୁଟ ବକ୍ସାଇଟ୍। ଡାଟା ଏହା କୁହେ ଯେ ଏମାନେ ଖଣିଜ ସମ୍ପଦପୂର୍ଣ୍ଣ ଜିଲ୍ଲା ଅଟନ୍ତି, କିନ୍ତୁ ଗ୍ରାଉଣ୍ଡ ରିଆଲିଟି କିଛି ଅଲଗା ହିଁ କୁହେ। ଯଦି ଏମାନେ ମିନେରାଲ୍ସ ରିଚ୍ ଡିଷ୍ଟ୍ରିକ୍ଟ, ତାହେଲେ ଡେଭଲପ୍ରେ କାହିଁକି ଏତେ ପଛରେ? ଯଦି ଏତେ ୱେଲ୍ଥ ଅଛି, ତାହେଲେ ଡେଭଲପମେଣ୍ଟ କାହିଁକି ହେଉନି? କାରଣ ଏବେ ଜାଣନ୍ତୁ, ଏଠି ଯେତେ ସବୁ ର ମିନେରାଲ ବାହାରେ ତାହାକୁ ଷ୍ଟୋର କରି ଏଠାରୁ ନିଆଯାଏ। ପ୍ରୋସେସିଂ କୋଷ୍ଟ ଏରିଆ ନହେଲେ ବଡ଼ ସିଟିରେ ହୁଏ, ଆଉ ପ୍ରଫିଟ୍ ହେଡକ୍ୱାର୍ଟର ମାଧ୍ୟମରେ ବାହାରକୁ ଚାଲିଯାଏ। ଜମି ଲ୍ୟାଣ୍ଡଲକ୍ଡର, କିନ୍ତୁ ପ୍ରଫିଟ୍ କୋଷ୍ଟାଲର। ସେହିପରି ଭ୍ୟାଲ୍ୟୁ ଆଡିସନ୍ ହେଉଛି ରିଏଲ୍ ପାୱାର ସିକ୍ରେଟ୍। ପ୍ରକୃତରେ ମାଇନିଂ ନିଜେ ପ୍ରଫିଟ୍ ଆଣିପାରେ ନା, ସେସବୁକୁ ଷ୍ଟିଲ୍ ପ୍ଲାଣ୍ଟ ମାଧ୍ୟମରେ ଫାଇଦା ମିଳିଥାଏ। ଲ୍ୟାଣ୍ଡଲକ୍ଡ ଓଡ଼ିଶା ର ମ୍ୟାଟେରିଆଲ ଦିଏ, କୋଷ୍ଟାଲ ଓଡ଼ିଶା ସେଥିରେ ଭ୍ୟାଲ୍ୟୁ ଆଡ୍ କରେ। ଏଠି ଇକୋନୋମିକ୍ ରୁଲ୍ ପୁରା କ୍ଲିୟର ରହିଛି, ଭ୍ୟାଲ୍ୟୁ ଆଡିସନ୍ ଇଜ୍ ଇକ୍ୱାଲ୍ ଟୁ ପାୱାର। ତେଣୁ ପଲିସି ଟେବୁଲରେ କୋଷ୍ଟାଲ ଏରିଆର ମ୍ୟାଟର ରହିଥାଏ। ଅନ୍ୟପଟେ ରହିଛି ମାଇଗ୍ରେସନ। ବୁଝନ୍ତୁ, ଲୋକ ସେହି ସ୍ଥାନକୁ ମାଇଗ୍ରେଟ୍ ହୋଇଥାନ୍ତି ଯେଉଁଠି ତାଙ୍କର ଫ୍ୟୁଚର ଦେଖାଯାଏ। କେବିକେ ରିଜିୟନ ମାନେ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ହେଉଛି ଓଡ଼ିଶାର ସବୁଠୁ ବଡ଼ ମାଇଗ୍ରେସନ ବେଲ୍ଟ। ଲୋକମାନେ ଏହିଠାରୁ ସୁରତ, କେରଳା, ଭୁବନେଶ୍ୱର, କଟକ ଭଳି ସହରକୁ ଚାଲିଯାଆନ୍ତି। ଯଦି ଲ୍ୟାଣ୍ଡଲକ୍ଡ ଓଡ଼ିଶାରେ ଲୋକଙ୍କୁ ଇକ୍ୱାଲ ଅପରଚ୍ୟୁନିଟିଜ ମିଳିପାରନ୍ତା, ତାହେଲେ ମାଇଗ୍ରେସନ ହୁଅନ୍ତାନି। ଏବେ ବୁଝନ୍ତୁ କୋଷ୍ଟାଲ ସିଟି କାହିଁକି ଜଲ୍ଦି ଗ୍ରୋ କରେ।
भुवनेश्वर कटक और पुरी ए सबु कोस्टल एरिया रे आसे। एठारे रहिछि कैपिटल, पोर्ट्स, एयरपोर्ट्स, आईटी पार्क्स, यूनिवर्सिटीज, हॉस्पिटल और टूरिज्म। गवर्नमेंट भी इंफ्रास्ट्रक्चर सहीठी बसाए जेउठी ए सबुर फायदा मिलिबो जहाँकि कोस्टल एरिया रु संभव। एही स्थिति रे कोस्टल एरिया रो बड़ शत्रु हेउछि साइक्लोन बा बात्या। डिजास्टर पाई गवर्नमेंट तरफ रु अनेक सहायता मध्य मिली थाए। मीडिया, फंड्स, एनजीओ, रिकन्स्ट्रक्शन प्रोजेक्ट सबो किछि एक्टिवेट होई जाए। अन्यपटे लैंडलॉक्ड ओडिशार दुख किछि अलगा ही थाए। क्रोनिक पॉवर्टी, माल न्यूट्रिशन, स्कूल ड्रॉप आउट हेले एठी नो हेडलाइंस एंड नो हैशटैग। लोकंकर जरूरी समस्या को एठी इग्नोर कर दिया जाए। पॉलिटिक्स एंड पावर, अनस्पोकन ट्रुथ, डेमोक्रेसी रो गोटे निराट सत्य जेउठी भोटर अधिका सेठी नजर अधिका। जेमिति कि कोस्टल ओडिशा रे डेंस पॉपुलेशन, अर्बन वोटर्स, मीडिया प्रेजेंस रहिछि। लैंडलॉक्ड ओडिशा रे ट्राइबल पॉपुलेशन सह स्कैटर विलेजेस अछि। ए सबु इनबैलेंस रो प्रभाव डेवलपमेंट उपरे देखा जाय थाए। कोस्टल ओडिशा रे जॉब, इनकम, लाइफस्टाइल थिबा बेले लैंडलॉक्ड ओडिशा रे रिसोर्सेस, कल्चर और हेरिटेज अछि। सेहीपरि कोस्टल ओडिशा पावर एंड डिसीजन मेकिंग करुथिबा बेले लैंडलॉक्ड ओडिशा बैकबोन ऑफ द स्टेट अटे। एबे आमे कहि परिबा जे ओडिशा दुई भागरे भाग होई नाही, बरं ओडिशा दुईटी जीवन बंचुची। प्रथमटी स्पॉटलाइट रे अछि आ अन्यटी बैकबोन हे सिस्टम को धरि रखिछि। कोस्टल ओडिशा राज्य को दुनिया सह जोड़ी थाए। लैंडलॉक्ड ओडिशा बा इंटीरियर ओडिशा राज्य को बंचाई रखे। दुहे दुहिंक बिना अधूरा। बोथ आर इनकम्प्लीट विदाउट ईच अदर। तो कोस्टल ओडिशा एवं लैंडलॉक्ड ओडिशा को नहीं थिबा आजिर एही कंपैरिजन वीडियो आपनको किभଳି लागिला मते कमेंट सेक्शन ने निहाती जणाइबे। आजिर एही वीडियोटी जदि आपनको भलो लागिछि तेबे याको खूब मात्रा रे लाइक करंतु, शेयर मध्य करंतु। एभली अनेक इनफॉर्मेटिव वीडियो जदि मो चैनल रे आपण देखिबाकू चाहंती ताहले आज ही मो चैनल को सब्सक्राइब करंतु।